ଉତ୍ତର ଆମେରିକାକୁ କେଉଁ କେଉଁ ପ୍ରାକୃତିକ ବିଭାଗରେ ବିଭାଜିତ କରାଯାଇଅଛି? ଉତ୍ତର ଆମେରିକାକୁ 4 ଗୋଟି ପ୍ରାକୃତିକ ବିଭାଗରେ ବିଭକ୍ତ କରାଯାଇଛି, ଯଥା ପଶ୍ଚିମ ଉପକୂଳରେ ପ୍ରଶାନ୍ତ ମହାସାଗର ସହ ସମାନ୍ତରାଳ ଭାବରେ ରକି ପର୍ବତ ଶ୍ରେଣୀ, ପୂର୍ବ ଉପକୂଳରେ ଆଟଲାଣ୍ଟିକ୍ ମହାସାଗର କୂଳରେ ଆପେଲେସିଆନ୍ ପର୍ବତ ଶ୍ରେଣୀ, କେନ୍ଦ୍ର ଭାଗରେ ବୃହତ୍ ସମତଳ ଭୂମି ଓ ଉତ୍ତର ପୂର୍ବ ଭାଗରେ କାନାଡା ମାଳଭୂମି। ଏହି ମହାଦେଶରେ ପ୍ରବାହିତ 4 ଗୋଟି ନଦୀର ନାମ ଲେଖ। ଏହି ମହାଦେଶରେ ପ୍ରବାହିତ 4 ଗୋଟି ନଦୀର ନାମ ହେଲା ମିସୋରୀ, ମିସିସିପି, ସେଣ୍ଟ ଲରେନ୍ସ ଓ କଲମ୍ବିଆ। ଉତ୍ତର ଆମେରିକାର ମେରୁ ନିକଟବର୍ତ୍ତୀ ଅଞ୍ଚଳରେ କି ପ୍ରକାର ଉଦ୍ଭିଦ ଦେଖାଯାଏ? ଉତ୍ତର ଆମେରିକାର ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ତାପମାତ୍ରା ହିମାଙ୍କ ଉର୍ଦ୍ଧ୍ୱରେ ମାତ୍ର 10 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହୁଥିବାରୁ ଏଠାରେ କୌଣସି ପ୍ରକାର ବୃକ୍ଷ ଦେଖାଯାଏ ନାହିଁ। ଟାଇଗା ଅଞ୍ଚଳରେ ଦେଖାଯାଉଥିବା ବନ୍ୟପ୍ରାଣୀ ଦୁଇଟିର ନାମ ଲେଖ। ଟାଇଗା ଅଞ୍ଚଳରେ ଦେଖାଯାଉଥିବା ବନ୍ୟପ୍ରାଣୀ ଦୁଇଟିର ନାମ ହେଲା ବିଭର ଓ ଧଳା କୋକିଶିଆଳି। ଉତ୍ତର ଆମେରିକାରେ ଅବସ୍ଥିତ 4ଟି ଦେଶର ନାମ ଲେଖ। ଉତ୍ତର ଆମେରିକାରେ ଅବସ୍ଥିତ 4ଟି ଦେଶର ନାମ ହେଲା କାନାଡା, ଯୁକ୍ତରାଷ୍ଟ୍ର ଆମେରିକା, ମେକ୍ସିକୋ, ନିକାରାଗୁଆ। ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର। ଉତ୍ତର ଆମେରିକାରେ ଥିବା ତୃଣଭୂମିକୁ ଡ୍ୟାଶ କୁହାଯାଏ? ପ୍ରେରୀ। ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀର ନାମ ଡ୍ୟାଶ ଅଟେ? ୱାସିଂଟନ ଡିସି। ଉତ୍ତର ଆମେରିକାର ପଶ୍ଚିମରେ ଡ୍ୟାଶ ମହାସାଗର ଅଛି? ପ୍ରଶାନ୍ତ ମହାସାଗର। ଘ. କ୍ଷେତ୍ରଫଳ ଦୃଷ୍ଟିରୁ ଉତ୍ତର ଆମେରିକା ପୃଥିବୀରେ ଡ୍ୟାଶ ବୃହତ୍ତମ ମହାଦେଶ? ତୃତୀୟ। ଉତ୍ତର ଆମେରିକାର ବୃହତ୍ ଗୋପାଳନ କେନ୍ଦ୍ରକୁ ଡ୍ୟାଶ କୁହାଯାଏ? ର୍ୟାଞ୍ଚ।